ମୋ ନାମ କବିତା। ମୁଁ ମୁମ୍ବାଇ ଜେଲର ଜଣେ ମହିଳା ଜେଲର। ପ୍ରତିଦିନ ରାତିରେ ଅନ୍ଧାର କୋଠରୀରେ ଅପରାଧୀ ମହିଳାଙ୍କୁ ଦେଶୀ ଘିଅ କାହିଁକି ଦିଆଯାଏ? ଏହା ଏକ ଚିନ୍ତାଜନକ ପ୍ରଶ୍ନ। ଏହି ଗୁପ୍ତ କଥା ଜାଣିବା ପରେ ଆପଣମାନଙ୍କର ହୋସ୍ ଉଡ଼ିଯିବ। ମୁମ୍ବାଇ ଜେଲର ଏକ ଭୟଙ୍କର ଘଟଣା। ଏହି ରାତିଟି ଏକ ଭୟଙ୍କର ରାତି ଥିଲା, ଯେତେବେଳେ ହଠାତ୍ ଆମ ଘରର ଦ୍ୱାରରେ ଠକ୍ ଠକ୍ ଶବ୍ଦ ହୋଇଥିଲା। ପରିବାରର ସମସ୍ତ ସଦସ୍ୟ ଏକ ବିବାହ ପାଇଁ ସହର ବାହାରକୁ ଯାଇଥିଲେ ଏବଂ ମୋର ବାର୍ଷିକ ପରୀକ୍ଷା ଚାଲିଥିବାରୁ ମୁଁ ଯାଇପାରିଲିନି। ମା ଚାକରାଣୀକୁ 2-3 ଦିନ ପାଇଁ ମୋ ସହିତ ରହିବାକୁ କହିଥିଲେ, କିନ୍ତୁ ହଠାତ୍ ସନ୍ଧ୍ୟାରେ ଚାକରାଣୀର ପିଲାମାନେ ଅସୁସ୍ଥ ହୋଇପଡ଼ିଲେ। ତେଣୁ ବିଚରା ମହିଳା ଜଣକ ଚାଲିଯିବାକୁ ପଡ଼ିଥିଲା। ମୁଁ କବାଟ ଝରକା ଠିକ୍ ଭାବରେ ବନ୍ଦ କରି ଆରାମରେ ଶୋଇଥିଲି। ହଠାତ୍ କବାଟ ବାଜିବା ମାତ୍ରେ ମୋର ନିଦ ଭାଙ୍ଗିଲା ଏବଂ ମୁଁ ଭୟରେ ଥରି ଉଠିଲି। ଆଉ ଉଠିଗଲି ଏବଂ ଭାବିଲି, ଏତେ ବିଳମ୍ବରେ କିଏ ଆସିଥିବ? ପ୍ରଥମେ ମୁଁ ଭୟଭୀତ ହୋଇ ଭାବିଲି ଯେ ରାତିର ଏହି ସମୟରେ କିଏ ଆସିଛି। ବାହାରୁ କାହାର ସ୍ୱର ଆସିଲା, ଦୟାକରି ଦ୍ୱାର ଖୋଲନ୍ତୁ, ମୋତେ କାହାର ସାହାଯ୍ୟ ବହୁତ ଦରକାର। ମୁଁ ଆହତ ହୋଇଛି, ଦୟାକରି ଦ୍ୱାର ଖୋଲନ୍ତୁ। ଯାହା ହେଉ, ଦୁହେଁ ସହରରେ ଅଛନ୍ତି। ପରିସ୍ଥିତି ବହୁତ ଖରାପ ଥିଲା। ମୁଁ ଭାବୁଥିଲି ଯେ କବାଟ ଖୋଲିବି କି ନାହିଁ। ଏଥର ପୁଣି ଜଣେ ମହିଳାଙ୍କର ସ୍ୱର ଆସିଲା, ଦୟାକରି କବାଟ ଖୋଲନ୍ତୁ, ନଚେତ୍ ସେମାନେ ମୋ ଜୀବନ ନେଇଯିବେ। ମୁଁ କାହାକୁ ଅସୁବିଧାରେ ଦେଖିପାରିଲି ନାହିଁ, ତେଣୁ ମୁଁ କବାଟ ଖୋଲିବାକୁ ନିଷ୍ପତ୍ତି ନେଲି। କିଏ ଜାଣେ, କାହାକୁ ମୋର ସାହାଯ୍ୟ ଆବଶ୍ୟକତା ପଡ଼ିପାରେ। ମୁଁ କବାଟ ଖୋଲିବା ମାତ୍ରେ ଜଣେ ମହିଳା ବାହାରେ ଠିଆ ହୋଇଥିଲେ। ମୋତେ ଦେଖି ସେ ଶୀଘ୍ର ଭିତରକୁ ଆସି ଦ୍ୱାର ବନ୍ଦ କରିଦେଲେ। ମୁଁ ଯେତେବେଳେ ତାକୁ ଭଲ ଭାବରେ ଦେଖିଲି, ସେ ପ୍ରାୟ 30 ବର୍ଷ ବୟସର ଏକ ସୁନ୍ଦର ଯୁବତୀ ଥିଲେ। ସେ ସମୟରେ ସେ ଏକ ଦୁଃଖଦ ଅବସ୍ଥାରେ ରହୁଥିଲେ। ବିଚରା ଝିଅଟି ବହୁତ ବିଚଳିତ ଥିଲେ। ତାଙ୍କ ଅବସ୍ଥା ବହୁତ ଗମ୍ଭୀର ଥିଲା। ତାଙ୍କ ଗମ୍ଭୀରତା ବା ତାଙ୍କ ସୌନ୍ଦର୍ଯ୍ୟକୁ ଲୁଚାଇ ଦେଉଥିଲା। ତା କପାଳରେ ରକ୍ତ ଲାଗିଥିଲା। ସେ ବହୁତ ଆହତ ହୋଇଥିଲା। ମୁଁ ତାକୁ ଦେଖୁଥିଲି। ହଠାତ୍ ପୋଲିସ ସାଇରନ୍ ବାଜିବାକୁ ଲାଗିଗଲା। ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଲି। ମୁଁ କିଛି ଭୁଲ ଅନୁଭବ କଲି, ଯେପରି ମୁଁ କିଛି ଭୁଲ କରିଛି। ସେ କହିବାକୁ ଲାଗିଲା, ମୋତେ ଲୁଚାଇ ରଖ, ପୋଲିସ ମୋ ପଛରେ ପଡ଼ିଛି, ଦୟାକରି ମୋତେ ସାହାଯ୍ୟ କର। ମୁଁ ଭାବିବାକୁ ଲାଗିଲି। ମୁଁ ବହୁତ ଅନୁତାପ କଲି ଯେ ମୁଁ ତାକୁ ମୋ ଘରେ ସ୍ଥାନ ଦେବା ଉଚିତ ଥିଲା କି ନଥିଲା, ଏବଂ ମୁଁ ତାକୁ ସାହାଯ୍ୟ କରିବା ଉଚିତ ମଧ୍ୟ ନଥିଲା। ଯଦି ପୋଲିସ ଚଢ଼ଉ କରେ, ତେବେ ମୁଁ ମଧ୍ୟ ତାଙ୍କ ସହିତ ଜେଲ୍ ଯିବି। ସାଇରନ୍ର ସ୍ୱର ଧୀରେ ଧୀରେ ପାଖକୁ ଆସୁଥିଲା। ମୋର ମନ କାମ କରିବା ବନ୍ଦ କରିଦେଇଥିଲା। ମୁଁ କ'ଣ କରିବି ବୁଝିପାରୁନଥିଲି। ସେ ନିଜେ ଘର ଭିତରକୁ ଦୌଡ଼ିଗଲା। ଯେତେବେଳେ ମୋର ଚେତା ଫେରିଲା, ମୁଁ ମଧ୍ୟ ତା ପଛରେ ଦୌଡ଼ିଲି। ସେ କହିବାକୁ ଲାଗିଲା ଯେ ଟିକିଏ ଭୟରେ ଅଛି, ପୋଲିସ ଘର ଖୋଜିବା ଆରମ୍ଭ କରିଦେବ। ମୋତେ ଜଲ୍ଦି ଲୁଚାଇବା ପାଇଁ ଗୋଟିଏ ସ୍ଥାନ କୁହ। ମୁଁ ନୀରବ ଏବଂ ଶାନ୍ତ। ମୁଁ ଭୟରେ ପଚାରିଲି, ତୁମେ କିଏ? ତୁମେ ଏବଂ ପୋଲିସ ତୁମ ପଛରେ କାହିଁକି ପଡ଼ିଛି? ସେ କ୍ରୋଧ କରିବାକୁ ଲାଗିଲା। ଭଗବାନଙ୍କ ପାଇଁ ମୋତେ ଏବେ ଲୁଚାଇ ରଖ। ମୁଁ ତୁମକୁ କାହାଣୀ ମଧ୍ୟ କହିବି। ମୁଁ ତୁମର ସମସ୍ତ ପ୍ରଶ୍ନର ମଧ୍ୟ ଉତ୍ତର ଦେବି। ମୁଁ ଶପଥ କରୁଛି ଯେ ମୁଁ ତୁମକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏଠାକୁ ଆସିନାହିଁ ଏବଂ ମୁଁ ତୁମକୁ କିଛି କରିବି ନାହିଁ। ବିଶ୍ୱାସ କର। ଏହି ସମୟରେ ବାହାରେ ଥିବା ସ୍ପିକରରୁ ଘୋଷଣା କରାଗଲା ଯେ ଏହି ବିପଦପୂର୍ଣ୍ଣ ମହିଳା କଏଦୀ ଜେଲରୁ ପଳାଇ ଯାଇଛି। ଯଦି କେହି ତାକୁ ଆଶ୍ରୟ ଦେଇଛନ୍ତି, ତେବେ ସେମାନେ ନିଜେ ତାଙ୍କୁ ବାହାର କରିଦେବା ଉଚିତ, ନଚେତ୍ ପୋଲିସ ଖୋଜାଖୋଜି ଆରମ୍ଭ କରିଦେବ। ସେ ଚିତ୍କାର କରିବାକୁ ଲାଗିଲା, ଦେଖ, ମୋତେ ଶୀଘ୍ର ଲୁଚାଇ ରଖ, ନଚେତ୍ ତୁମେ ମଧ୍ୟ ମୋ ସହିତ ଅସୁବିଧାରେ ପଡ଼ିବ। ଏହା ଶୁଣିବା ପରେ ମୁଁ ତାକୁ ଶୀଘ୍ର ପାଣି ଟାଙ୍କି ପାଖକୁ ନେଇଗଲି। ମୁଁ କହିଲି, ତୁମେ ଯେଉଁଠାରେ ଲୁଚି ରୁହ, ପୋଲିସ ତୁମକୁ ଖୋଜିବା ଆରମ୍ଭ କରିବ। ତେଣୁ ତୁମର ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଏହି ପାଣି ଟାଙ୍କି ଭିତରକୁ ଡେଇଁପଡ଼। ପାଣି ଥଣ୍ଡା ହେଉଥିଲା, କିନ୍ତୁ ମୋର ପରାମର୍ଶରେ ସେହି ମହିଳା ଏପରି ଦେଖିଲେ ଯେପରି ମୁଁ ମୋର ମନ ହରାଇ ଦେଇଛି। ମୁଁ ତାକୁ ଏତେ ଥଣ୍ଡା ପାଣିରେ ଡେଇଁ ପଡ଼ିବାକୁ ପରାମର୍ଶ ଦେଉଥିଲି। ମୋତେ ଲାଗିଲା ଯେପରି ସେ ମୋତେ ଏତେ ଥଣ୍ଡା ପାଣିରେ ଡେଇଁ ପଡ଼ିବାକୁ ବାରଣ କରିବେ। ତେଣୁ ମୁଁ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ଭଲ। କିନ୍ତୁ ପର ମୁହୂର୍ତ୍ତରେ ସେ ଢାଙ୍କୁଣୀ ଉଠାଇ ଟାଙ୍କି ଭିତରକୁ ଡେଇଁ ପଡ଼ିଲା। ମୁଁ ଟାଙ୍କିର ଢାଙ୍କୁଣୀ ବନ୍ଦ କରି ତଳକୁ ଚାଲିଗଲି। 2 ମିନିଟ୍ ପରେ ମୋର ଦ୍ୱାର ବାଜିଲା। ଯେତେବେଳେ ମୁଁ ଦ୍ୱାର ଖୋଲିଲି, ସେତେବେଳେ 2 ଜଣ ମହିଳା ପୋଲିସ ଅଧିକାରୀ ଏବଂ ଅନେକ ପୁରୁଷ ଏବଂ କିଛି ପୋଲିସ ମୋ ଆଗରେ ଠିଆ ହୋଇଥିଲେ। ସେମାନେ ଦ୍ୱାର ଖୋଲିବା ମାତ୍ରେ ଭିତରକୁ ପ୍ରବେଶ କରି ମୋ ଘର ଖୋଜିବା ଆରମ୍ଭ କଲେ।
ଆଉ ମହିଳା ପୋଲିସ ଅଧିକାରୀ ମୋତେ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ତୁମେ କାହାକୁ ଦେଖିଛ କି କିମ୍ବା ତୁମ ଘରେ କାହାକୁ ସ୍ଥାନ ଦେଇଛ କି? ମୁଁ କହିଲି ମୁଁ ନିଦରୁ ଉଠିଛି ଏବଂ ମୁଁ ଏହି କୋଠରୀରେ କିଛି ଜାଣିନାହିଁ। ତୁମେ କାହାକୁ ଖୋଜୁଛ? ପୋଲିସ କର୍ମଚାରୀ ତଳ ମହଲାରୁ ଖୋଜାଖୋଜି କରି ଉପର ମହଲାକୁ ଆସିଲେ। ମୁଁ ଚିନ୍ତିତ ଥିଲି ଯେ ସେମାନେ ହୁଏତ ସେହି ମହିଳା ଜଣକ କେଉଁଠି ଅଛନ୍ତି ତାହା ଜାଣିପାରିବେ ନାହିଁ, କିନ୍ତୁ ମୁଁ ନିଶ୍ଚିତ ଥିଲି ଯେ ସେମାନଙ୍କର ଧ୍ୟାନ ପାଣି ଟାଙ୍କି ଆଡ଼କୁ ଯିବ ନାହିଁ। ମୋର ଅନୁମାନ ସମ୍ପୂର୍ଣ୍ଣ ସଠିକ୍ ଥିଲା ଏବଂ ଏହା ସଠିକ୍ ପ୍ରମାଣିତ ହେଲା। ଆମେ ତଳ ମହଲାକୁ ଆସିଲୁ। ପ୍ରଥମେ ଜଣ କହିବା ଆରମ୍ଭ କଲେ, ମ୍ୟାଡ଼ାମ ଜୀ, ଏହି ଘରେ କେହି ନାହାନ୍ତି। ମୁଁ ଭାବୁଛି ସେ ଏହି ଅଞ୍ଚଳ ଛାଡ଼ି ଚାଲି ଯାଇଛନ୍ତି। କଥାବାର୍ତ୍ତା କରୁଥିବା ସମୟରେ ସେମାନେ ସମସ୍ତଙ୍କ ଘରୁ ବାହାରି ଆସିଲେ। ତାପରେ ମୁଁ ଆଶ୍ୱସ୍ତି ଏବଂ ସାନ୍ତ୍ୱନାର ନିଶ୍ୱାସ ନେଲି। ସେମାନଙ୍କ କଥାବାର୍ତ୍ତାରୁ ମୁଁ ଜାଣିପାରିଲି ଯେ ସେମାନେ ମୁମ୍ବାଇର ଏହି ମହିଳାଙ୍କୁ ଖୋଜିବା ପାଇଁ ଏଠାରେ ପହଞ୍ଚିଥିଲେ। ପୋଲିସ କର୍ମଚାରୀ ଆସିବାର କିଛି ମିନିଟ୍ ପରେ ମୁଁ ଶୀଘ୍ର ଉପର ମହଲାକୁ ଯାଇ ଟାଙ୍କି ଭିତରୁ ତାଙ୍କୁ କାଢ଼ିଦେଲି। ସେ ଥଣ୍ଡା ପାଣି ଯୋଗୁଁ ଥରି ଉଠୁଥିଲେ। ଯଦି ମୁଁ ଆଉ 10 ମିନିଟ୍ ପାଇଁ ସେଠାକୁ ନ ଯାଇଥାନ୍ତି ତେବେ ମୁଁ ତାଙ୍କୁ ମୃତ ପାଇଥାନ୍ତି। ମୁଁ ତାଙ୍କୁ ତଳକୁ ଆଣି ହିଟର ପାଖରେ ବସେଇଲି। ମୁଁ ତାକୁ ମୋର ପୋଷାକ ଦେଲି ଏବଂ ସେ ଟିକେ ଚେତା ଫେରିଲା। ମୋ ପୋଷାକ ବଦଳାଇବା ପରେ ସେ ହିଟର ପାଖରେ ବସିଲା। ମୁଁ ଭାବିଲି ଯେ ଏବେ ଯଦି ମୁଁ ତାକୁ ସାହାଯ୍ୟ କରୁଛି ତେବେ ମୁଁ ବିଚରା ଝିଅ ପାଇଁ କିଛି ଖାଦ୍ୟ ମଧ୍ୟ ଆଣିବା ଉଚିତ। ମୁଁ ତା ପାଇଁ ଚାହା ତିଆରି କଲି। ଖାଦ୍ୟ ମିଶାଇ ତା ପାଖକୁ ଆଣିଲି। ମୁଁ ଜାଣିନାହିଁ କାହିଁକି ତା ମୁହଁକୁ ଦେଖି ମୁଁ ଅନୁମାନ କରିପାରୁନଥିଲି ଯେ ସେ ଜଣେ ଅପରାଧୀ। କିଛି ସମୟ ପାଇଁ ତା ଅବସ୍ଥା ଭଲ ହୋଇଗଲା। ଏବେ ମୁଁ ତା ସହିତ କଥାବାର୍ତ୍ତା ଆରମ୍ଭ କଲି ଏବଂ କହିଲି, ତୁମକୁ ଦେଖି ଲାଗୁନି ଯେ ତୁମେ ଜଣେ ଅପରାଧୀ, କିନ୍ତୁ ପୋଲିସ ତୁମ ପଛରେ କାହିଁକି ଲାଗିଛି ଏବଂ କହୁଛି ଯେ ଜଣେ ଅପରାଧୀ ମହିଳା ମୁମ୍ବାଇ ଜେଲରୁ ପଳାଇ ଆସିଛି। ତେବେ ତୁମେ କ'ଣ ପ୍ରକୃତ ଜଣେ ଅପରାଧୀ? ମୋର ପ୍ରଶ୍ନ ଶୁଣି ସେ ଏକ ଦୀର୍ଘ ନିଶ୍ୱାସ ନେଇ ସଂକୋଚ କରିବାକୁ ଲାଗିଲା। ତୁମର ଅନୁମାନ ସମ୍ପୂର୍ଣ୍ଣ ଠିକ୍। ମୁଁ ମୁମ୍ବାଇ ଜେଲର କଏଦୀ ନୁହେଁ, କିନ୍ତୁ ମୁଁ ସେଠାରେ ଜେଲର। ମୁଁ କହିଲି, କ'ଣ? ସେ ମୁମ୍ବାଇ ଜେଲର ଜଣେ ଜେଲର? ଶୁଣି ମୋର ହୋସ୍ ଉଡ଼ିଗଲା। ପୋଲିସ ଜଣେ ଜେଲରଙ୍କ ପଛରେ ପଡ଼ିଛି, ହେଲେ କାହିଁକି? ମୁଁ ପଚାରିଲି, ତୁମେ କ'ଣ ଜେଲର? ମୁଁ ତାଙ୍କୁ ପଚାରିଲି, ତୁମେ କାହିଁକି ଅପରାଧୀ ପରି ଦୌଡ଼ୁଛ? ସେ କହିବାକୁ ଲାଗିଲେ, ଏହା ଏକ ଲମ୍ବା କାହାଣୀ। ଏହା ଶୁଣିବା ପରେ ତୁମେ କ'ଣ କରିବ? ମୁଁ କହିଲି, ଦେଖ, ମୁଁ ତୁମକୁ ମୋ ଘରେ ସ୍ଥାନ ଦେଇଛି, ତୁମକୁ ସାହାଯ୍ୟ କରିଛି। ଏବେ ତୁମେ ମୋତେ ତୁମର କାହାଣୀ ମଧ୍ୟ କହିବାକୁ ପଡ଼ିବ, କାରଣ ମୁଁ ତୁମକୁ ଏସବୁ ପଚାରୁଛି କାରଣ ମୁଁ ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ଜେଲର ପଦବୀ ପାଇଁ ମୁଁ ଆବେଦନ କରିଛି। ତେଣୁ ତୁମର କାହାଣୀ ଶୁଣି ମୁଁ ଜାଣିପାରିବି ଯେ ସେଠାରେ ପରିସ୍ଥିତି କ'ଣ। ଠିକ୍ ଅଛି, ଯଦି ତୁମେ ଜାଣିବାରେ ଏତେ ଆଗ୍ରହୀ ତେବେ ଶୁଣ। ତ ବନ୍ଧୁମାନେ, ଯଦି କାହାଣୀଟି କ'ଣ ଶୁଣିବାକୁ ଚାହୁଁଛନ୍ତି ସମ୍ପୂର୍ଣ୍ଣ ଭାବରେ, ତେବେ ମୋ ଚ୍ୟାନେଲକୁ ଲାଇକ୍ ସେୟାର କରନ୍ତୁ। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ ପାର୍ଟ 2ରେ। ଆପଣମାନେ ଜାଣିପାରିବେ ଜେଲର କ'ଣ ପାଇଁ ଜଣେ କଏଦୀ ସାଜିଥିଲା। ସମ୍ପୂର୍ଣ୍ଣ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣିବେ। ଆପଣମାନେ ଅପେକ୍ଷା କରନ୍ତୁ ପାର୍ଟ 2କୁ। ଏବେ ରହୁଛି, ବାଏ। ସେ ପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିଦେବେ।